ବାପା କହିଲେ ପାରାୟଣ ଶୁଣି ଯାଅ ଦେବଗଡ଼। ହେ ଗାଁରୁ ସବୁ ବର୍ଷ ପତ୍ରିକା ଆସି ବାପାଙ୍କ ପାଖକୁ। ବାପା କିନ୍ତୁ ଆଉ ଗୋଟେ ଜାଗାକୁ ବାହାରି ପଡିଲେ ପାରାୟଣ ଶୁଣିବାକୁ। ସେଥିପାଇଁ କହିଲେ ଇ ଗାଁକୁ ଯାଅ, ଛୁଆ ମାନଙ୍କୁ ରେଡି କରି ବାହାରି ପଡନୁ। ଅଧା ବାଟରୁ ଭୋଗ କିଣି ପାରାୟଣ ଜାଗାକୁ ବାହାରନୁ। ବାଟରେ ଗଲା ବେଲେ ଗୋଟେ ବଡ କେନାଲଟେ ପଡୁଛେ। ସେଇଠି ଛୁଆ ମାନେ କେନାଲ ଦେଖିବି ବୋଇଲେ ଯେ ତାଙ୍କୁ କେନାଲ ଦେଖେଇ ଦେନୁ। ଦେଖି ସାରି ପାରାୟଣ ଜାଗାକୁ ପହଞ୍ଚି ପଡନୁ। ଗୋଟେ ଜାଗାରେ ଚପଲ ରଖି ମନ୍ଦିର ଉପରକୁ ଗନୁ। ରାମ ଲକ୍ଷ୍ମଣ ସୀତାଙ୍କୁ ଦର୍ଶନ କରି ପୂଜାରୀଙ୍କୁ ଭୋଗ ଲଗେଇବାକୁ ଦେଇଦେନୁ। ବାପାଙ୍କ ମୈତ୍ରଙ୍କୁ ଭେଟନୁ, ତାଙ୍କୁ ମୁଣ୍ଡିଆ ମାରି ଦୁଃଖ ସୁଖ ଟିକେ ହେନୁ। ତାର ପରେ ଯେନ ଭକ୍ତି ହିସାବରେ ସାହାଯ୍ୟ କରସନ୍ ସେ ଜାଗାକୁ ଯାଇ ଆମ ସଖ୍ୟ ଅନୁସାରେ ଯାହା ଦେବା କଥା ଦେଇଦେନୁ। ଆମେ ଟିକେ ଡେରିରେ ଆସିନୁ ଯେ ସେଥିପାଇଁ ପାରାୟଣ ସରିଗଲାନ। ସମସ୍ତେ ଖାଇବା ଯୋଗୁରୁ ବସିଲେ ନ ଯେ ଖଲି ଦନା ବାଣ୍ଟବାରେ ଟିକେ ଲାଗି ପଡନୁ। ଏପଟେ ଆମେ ମା ଝିଅ ଭୋଗ ଖାଇବା ଲାଗି ବସି ପଡନୁ। ବାପ ପୁଅ ସେପଟେ ବସି ପଲେ। ଇନେ ଆଜି ବହୁତ ଗହଳି ହେଇଛେ। ଏଠି ରାମଲୀଲା ବି ହେଇସି। ଆପଣ ମାନେ ଏଇ ଜାଗାକେ ବୁଲବା ଯୋଗୁରୁ ଆସିବେ। ଇଟା ବୌଦ୍ଧ ଜିଲ୍ଲାରେ ଯାଉଛେ। ଭୋଗ ଖାଇସାରି ମନ୍ଦିର ଚାରି ପାଖରେ ବୁଲିକି ପଛପଟକୁ ଗନୁ। ଯେନ ଆଜ୍ଞା ମାନେ ପ୍ରସାଦ ସମସ୍ତଙ୍କୁ ବାଣ୍ଟୁଥିଲେ ସେମାନେ ଖାଇ ବସିଥିଲେ। ସେଇ ପାଖ ଦେଇ ତଳେ ଥିବା ବନ୍ଧ ଦେଖିବା ଲାଗି ଗନୁ। ଦେଖିକି ଉପରକୁ ଆସିଲା ବେଳକୁ ଗହଳି ଭାଙ୍ଗି ସାରିଥିଲା ନ। ମନ୍ଦିରରୁ ତଳକୁ ଆସୁନୁ, ଗୋଟେ ପଡିଆରେ ଛୁଆ ମାନେ କ୍ରିକେଟ ଖେଳୁଥିଲେ। ପଡିଆ ପାଖରେ ଗୋଟେ ସୋଲାର ପ୍ଲାଣ୍ଟ ଥିଲା। ପ୍ଲାଣ୍ଟ ଦେଖିକି ଘରକୁ ଯିବା ଲାଗି ବାହାରନୁ। ବାଟରେ ଆଇଲା ବେଳକୁ ପୁଅ ପଚାରିଲା, ମା କେନ କି ଛତୁ ଚାଷ ଶିଖିବା ପାଇଁ ଯାଉଥିଲ? ମୁଇଁ କହିଲି, ପୁଅ ଇ ଜାଗାକେ ଆସୁଥିଲି। ତାପରେ ଛୁଆ ମାନେ ପାଣି ପିଇବି କହିଲେ ଯେ ନଳକୂଆରେ ପାଣି ପିଇକି ଘରକେ ଆଇନୁ। ରହିଲି, ଜୟ ଜଗନ୍ନାଥ।